ବେଣୁଧର ରାଉତଙ୍କ କବିତା ଆଲୋଚନା ପରିପ୍ରେକ୍ଷୀରେ ବର୍ତ୍ତମାନ ମୁଁ ତାଙ୍କ ରଚିତ ଅନ୍ୟତମ ଲୋକପ୍ରିୟ ବହୁ ପାଠ୍ୟାନ୍ତର୍ଗତ କବିତା ବୃହନ୍ନଳା ଉପରେ ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ପଢ଼ି ଦେଉଅଛି। ଏହି କବିତାଟି ମୋର ଆଇଏ ଶ୍ରେଣୀରେ ପାଠ୍ୟାନ୍ତର୍ଗତ ଥିଲା। ବାପା ମୋର ସରକାରୀ ଚାକିରିଆ ଥିଲେ। ବ୍ରହ୍ମପୁରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଥିଲାବେଳେ ମୁଁ ବ୍ରହ୍ମପୁର ସିଟି କଲେଜରେ 1981ରୁ 1983 ମସିହା ମଧ୍ୟରେ ଇଣ୍ଟରମିଡ଼ିଏଟ୍ ଆର୍ଟ୍ସ ବା ଆଇଏ ପଢ଼ୁଥିଲି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରକାଶିତ କବିତା ଚୟନ ପୁସ୍ତକରେ ଏହି କବିତାଟି ମୋର ବାଧ୍ୟତାମୂଳକ MIL ପାଠ୍ୟକ୍ରମରେ ଥିଲା ଏବଂ ମୁଁ ଯେତେବେଳେ ଟିଟିଲାଗଡ଼ କଲେଜରେ ଓଡ଼ିଆ ଅଧ୍ୟାପକ ଥିଲି, ସେଠାକାର ପିଲାଙ୍କୁ ତାଙ୍କର ଥାର୍ଡ଼ ଇୟର MIL BA ଶ୍ରେଣୀରେ ଏହି କବିତାଟିକୁ ମଧ୍ୟ ପଢ଼େଇଥିଲି। କବିତା ଯୁଗେ ଯୁଗେ ପୁସ୍ତକ, ଯାହାକୁ ସମ୍ପାଦନା କରିଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂତପୂର୍ବ ଓଡ଼ିଆ ପ୍ରଫେସର ଡକ୍ଟର ଶ୍ରୀନିବାସ ମିଶ୍ର। ବୃହନ୍ନଳା, କବି ବେଣୁଧର ରାଉତ। ମୁଇଁ ତ କହୁଛି ଈଶ୍ୱର କଥା ମନେ ଆଉ ରଖ ନାହିଁ। ଈଶ୍ୱର ଥାଇ ନଥାଇ କି ଯାଏ ଆସେ। ଯୁଗ ଯୁଗ ଧରି ଅନ୍ଧ କଥାରେ ସୂର୍ଯ୍ୟ ସମାନ ସତ ପ୍ରତ୍ୟୟ କାହିଁ। ଏତିକି ନ ଧରେ ତୁମରି ମଥାରେ। ଦେବତା ଗିରିଶେ ମଣିଷ ପଣ ଯେ ନାଶେ। ମୁଁ ଆଜି ଗାଉଛି ମଣିଷର ଜୟ ଗୀତି। ମଣିଷ ଛାତିର ଭରା ଜୀବନ ଓ ସରଳ ଚିତ୍ତ ଗାନ। ଜାଣେ କୁହେଳୀର ଧର୍ମ ଧାରଣା ମଣିଷେ ଯାଇଛି ଜିତି। ତୁମ ଧନେ କେହି ଧନିକର ଲୋଭ ପରି। ତୁମ ପ୍ରେମେ କେହି ନିରାଶୀର କ୍ଷୋଭ ପରି। ମଣିଷ ହବାକୁ କହିକି ପାରିବ କିବା ଲୋଡ଼ା ଭଗବାନ। ମୁଇଁ ତ ବୁଝୁଛି ଏଇ ଈଶ୍ୱର ମୋହେ। ପାଖ ଜନ ଛାଡ଼ି ମଣିଷ ଯାଇଛି ଦୂରେ। ବାଟ ବଣା ହେଇ ଅଦେଖା କେହିର ମନ ଗଢ଼ା ଏକ ପୁରେ। ଏଇ ନ ଦେଖିଲା କେହି ଈଶ୍ୱର ପାଇଁ ସତ କହ। କେବେ ମଣିଷେ ମଣିଷେ ପଶୁ ସଂଗ୍ରାମ ସହେ। ଈଶ୍ୱର ଯଦି ଥାଏ ଓ ମହତ୍ ଏହା କି ରୋଧିଛି କାହିଁ। ହାଇରେ ମଣିଷ ପିଇଲୁ କାହିଁକି ମିଛି ମିଛିକାର ସୁରା। ମାତାଲ ପରି ତୁ ଜ୍ଞାନ ବୋଲି ନେଲୁ ଯାହା। କଲୁ ବା ଯା ବିଶ୍ୱାସ ଜାଣି ପାରିଲୁନି ହୁଡ଼ିଲୁ ସ୍ୱର୍ଗ ରାହା। ବୃହନ୍ନଳା, ତୁ ନିଜକୁ ପାଶୋରି କଲୁ ଅଜ୍ଞାତ ବାସ। ଉତ୍ତରା ସୁଖେ କ୍ଳୀବ ହେଇ କରୁ ନାଚ ଧରୁ ତାନପୁରା। ତୋହରି ଭିତରେ ମଣିଷପଣର ଅର୍ଜୁନ ଗଲା କାହିଁ। କାହିଁ ସେ ସବ୍ୟସାଚୀ ଅବରୋଧେ ଭୁଲି ମୁକ୍ତ ଜଗତେ କିବା ତ ସତ୍ତା ନାହିଁ। ଆତ୍ମାବିଷ୍ଟ ଦୁଇ ହାତେ ଆଜି ମୁଦ୍ରା ଖେଳେଇ ମରୁଚୁ ତୁ ନାଚି ନାଚି। ହେ ମଣିଷ ଭାଇ, ଆଜିର ବୃହନ୍ନଳା। ମଣିଷପଣ ତୁ ହୁଏତ ପାଇବୁ ଫେରି। ଅର୍ଜୁନ ପଣ ପାଇବୁ ନାଇଁ ବି ଡେରି। ବିରାଟ ଗୋଧନ ଚୋରି ଯଦି ହୁଏ କାଳେ। କ୍ଳୀବର ତିଆଗି ଗାନ ଓ ନୃତ କଳା। ସମିତରୁ ଦିହୁ ସେ ଦି ହାତେ ଆଣି ତୋ ଗୋପିତ ଧନୁଶର। ପୁଣି ହବୁ ତୁହି ଅର୍ଜୁନ ଅବା ନିଜ ରୂପ ମଣିଷର। ଦୂରେ ଯାଉଥିବା ରଥିକି ପାଶରେ ଦୂରଗତ ଜନେ ପ୍ରୀତିର ପାଶରେ। ନିଜ ପାଶେ ଟାଣି ପ୍ରତ୍ୟୟ ଦବୁ ନନ୍ଦିତ ସ୍ୱର ତାଳେ। ମଣିଷ ହବ ଏ ଦେବତାରୁ ବଡ଼ ଯଦି ହୁଏ ମମତାର। ଯଦି ହୁଏ ଜଣେ ଆନର ଦୁଃଖ ହରା। ଅପ୍ରୟୋଜନେ ଈଶ୍ୱର ଗଢ଼ା କି ଲାଗି ବା ଦରକାର। ମନସିଜ ସେଇ ଗୋଲକରୁ ବଳି ସୁଖର ହବ ଏ ଧରା। କବି ଯେତେବେଳେ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଓଡ଼ିଆ ଅଧ୍ୟାପକ ଥିଲେ, 31/3/1957 ମସିହାରେ ଏହି କବିତାଟିକୁ ଲେଖିଥିଲେ। ପରବର୍ତ୍ତୀ ସମୟରେ ଝଙ୍କାର ପତ୍ରିକାରେ ତାହା ବାହାରିଥିଲା। ଆଲୋଚନାର ନାମକରଣ ମାନବିକତାର ଜୟଗୀତିରେ ବୃହନ୍ନଳା। ମଣିଷ ଜନ୍ମ ପାଇ ଧାର୍ମିକତା ଏବଂ ମାନବିକତାର ଦୁଇ ମନୋଭାବ ଜନିତ କାର୍ଯ୍ୟକଳାପକୁ ନେଇ ଜୀବନ ବିତାଇବ।
ଧର୍ମ ମଣିଷକୁ ଇହ ଓ ପର ଉଭୟ ଜୀବନରେ ଶାନ୍ତି ସୁଖ ଦେବ ବୋଲି ଆଲ୍ଲାହ ତାଙ୍କ ପ୍ରଣୀତ ଦିବ୍ୟ ଓ ପବିତ୍ର କୋରାନରେ କହିଛନ୍ତି। ଯେହେତୁ ସେ ମନୁଷ୍ୟକୁ ଜୀବଶ୍ରେଷ୍ଠ ମାନବକୁ କେବଳ ତାଙ୍କରି ଉପାସନା କରିବାକୁ ସୃଷ୍ଟି କରିଛନ୍ତି। ଉପାସନାର ଅର୍ଥ ଇସଲାମରେ ଭାରି ବ୍ୟାପକ। ସତ୍ ସାଂସାରିକ କର୍ମ ଓ ଧର୍ମ ପାଳନ ଉଭୟରେ ଏହା ଥାଏ। ନିଜର ଅନ୍ୟର କ୍ଷତି ନ କରି ନ୍ୟାୟୋଚିତ ସାଂସାରିକ କାମକୁ ପରିଣତି ଦେବାର ନାମ ସତ୍ ସାଂସାରିକ କର୍ମ ଏବଂ ଭଗବତ୍ ପୂଜା ପାଠ ଜପ ତପ ପୁରାଣ ପାରାୟଣ ହେଲା ଧର୍ମ ପାଳନ। ନହେଲେ ଈଶ୍ୱର ଆଲ୍ଲାହ ରାଗିବେ, ବିପଦ ପ୍ରସ୍ତୁତ କରି ପଠାଇବେ। ଆଲ୍ଲାହ ଭାରି ପ୍ରତିଶୋଧୀ ଏବଂ ଯେସାକୁ ତେସାକାରୀ ବୋଲି ନିଜେ ମନୁଷ୍ୟର ରୁଗ୍ଣ ମଇଳା ଆତ୍ମାକୁ କୋରି ସଫା କରି ଦେଉଥିବା ତାଙ୍କ ରଚିତ ଗ୍ରନ୍ଥ କୋରାନରେ ଖୋଲାଖୋଲି କହିଛନ୍ତି। ମଣିଷ ସର୍ବଦା ସବୁବେଳେ ତାଙ୍କୁ ଡରୁ, ଭୟ କରୁ, ଲଗାମ ଛଡ଼ା ହୋଇ ଜୀବନ ନ ବିତାଉ ବୋଲି ସେ ମଣିଷକୁ ଚେତାବନୀ ଦେଇ ସତର୍କ ସାବଧାନ କରେଇଛନ୍ତି। ନହେଲେ ବିପଦ ଜଞ୍ଜାଳ ସମସ୍ୟା ସଙ୍କଟରେ ପକାଇ ମଣିଷକୁ ଦଣ୍ଡ ଅପମାନ ଅପଦସ୍ଥ କରାଇବେ। ଯେହେତୁ ମଣିଷକୁ ସେ ସୃଷ୍ଟି କରିଛନ୍ତି, ମଣିଷ ସର୍ବାଦୌ ତାଙ୍କର ହୋଇ ତାଙ୍କରି ଆଦେଶ ମୁତାବକ ଦେଖାଇଥିବା ନିଜର ଏକେଶ୍ୱର ଧର୍ମୀୟ ମାର୍ଗରେ ଗଲେ ନର୍କ ଯନ୍ତ୍ରଣାରୁ ମୁକ୍ତି ମୋକ୍ଷ ପାଇବ, ସଲଭେସନ୍ ଲାଭ କରିବ, ସ୍ୱର୍ଗ ସୁଖ ଲଭିବ। ଆଲ୍ଲାହ କୋରାନରେ ଚ୍ୟାଲେଞ୍ଜର ସହିତ ଆଲେ ଇମ୍ରାନ ନାମକ ପାଠରେ କହିଛନ୍ତି, ଇନ୍ନା ଦୀନା ଇନ୍ଦାଲ୍ଲାହିଲ୍ ଇସଲାମ, ଅର୍ଥାତ୍ ମୋର ଆଲ୍ଲାହର ପାଖରେ ଇସଲାମ ହିଁ ଧର୍ମ। ତାଙ୍କର ଖାସ୍ ବା ବିଶେଷ ରକମର ବନ୍ଦା ବା ଦାସ ବା ଭକ୍ତ, ତାଙ୍କ ବାର୍ତ୍ତାଧର ପୈଗାମଧାରୀ ପୈଗମ୍ବର, ଅଜଣା କଥାର ଜଣାଣ ଜଣେଇବାକାରୀ ନବୀ ଏବଂ ଆକାଶୀ ବହି ପ୍ରାପ୍ତକାରୀ ରିସାଲତଧାରୀ ରସୂଲ ମାନଙ୍କୁ ଲୋକଙ୍କୁ ଶୈତାନ ଦ୍ୱାରା ପ୍ରଲୋଭିତ କୁଶଲାକାରୀ ଅଗ୍ନିଜାତ ଇବ୍ଲିସ୍ ବଦଳାଇତ ମିଛ ରଦ୍ଦ ବାତିଲ ଧର୍ମ ଗ୍ରହଣକାରୀ ଲୋକଙ୍କୁ, ଯେଉଁମାନେ ଆଲ୍ଲାହଙ୍କର ସବୁଦିନିଆ ରହିବାର ଏକେଶ୍ୱରବାଦର ସନାତନ ଧର୍ମକୁ ଅମାନିଆ ଅବିଶ୍ୱାସୀ ଏବଂ ସମକକ୍ଷକାରୀ ମୁଶ୍ରିକ୍, ଯେଉଁମାନେ ଆଲ୍ଲାହଙ୍କର ପୂଜା ଏବାଦତ ଛାଡ଼ି କାଠ ଜୀବ ମୂର୍ତ୍ତି ମାଟି ପଥର ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ସାପର ପୂଜକ ହୋଇଛନ୍ତି, ସେମାନଙ୍କୁ ଆଲ୍ଲାହ ଧର୍ମକୁ ଆଣିବାର ପ୍ରଯତ୍ନ ଦିଗ୍ଦର୍ଶନ ରସୂଲ ପ୍ରେରିତ ବହି ଦେଇ ସ୍ୱର୍ଗ ସୁଖ ପ୍ରାପ୍ତିର ଶାନ୍ତିମୟ ଧର୍ମ ଇସଲାମ ପ୍ରତି ଆକୃଷ୍ଟ କରେଇଛନ୍ତି। ଗ୍ରହଣ ନ କଲେ ମଲା ପରେ ପୁଣି ଥରେ ଶରୀର ମନରେ ବଞ୍ଚାଇ ଅମର ଜୀବନରେ ରଖାଇ ନର୍କରେ ଘାଣ୍ଟି ଚିର ଅଜାବ ବା ଯନ୍ତ୍ରଣା ଦେବାର ଧମକ ଦେଇଛନ୍ତି। ବାଧ୍ୟ ଜୋର ଜବରଦସ୍ତି ଲୋଭ କିନ୍ତୁ ଦେଖାଇ ନାହାନ୍ତି। ପୁଣି କହିଛନ୍ତି, ହିନ୍ଦୁ ଖ୍ରୀଷ୍ଟ ଶିଖ ଜୈନ ବୌଦ୍ଧ ମହିମା ଆଦି ଅଣ ଇସଲାମୀ ଧର୍ମ ନୁହେଁ। ମଣିଷ ହୁଏତ ଏସବୁକୁ ଧର୍ମ ଭାବିପାରେ, ହେଲେ ଏସବୁ ଶୈତାନୀ ଅବିଶ୍ୱାସୀ କୁଫୁର ଏବଂ ଶିର୍କ ବା ମୁଶ୍ରିକ ଧର୍ମ। କେବଳ ମଣିଷକୁ ମଲା ପୂର୍ବରୁ ଯାହା ଇହ ଅଳୀକ ନଶ୍ୱର ନଷ୍ଟଶୀଳ ସଂସାରରେ ମିଛ ଧର୍ମୀୟ କର୍ମୀୟ କାମ ଦେବ, ଏହାକୁ ନେଇ ମଣିଷ ସ୍ୱର୍ଗ ସୁଖୀ କଦାପି ହୋଇପାରିବ ନାହିଁ। ସାରା ଜଗତର ଦିଗ୍ଦର୍ଶିତ ଆତ୍ମାଶୋଧକ ଗ୍ରନ୍ଥ କୋରାନ ପଢ଼ିଲେ ମଣିଷ ସହଜରେ ଅନାୟାସରେ ଜାଣିପାରିବ। ଯେଉଁମାନେ ହାତରୁ କଳ୍ପନା କରି ଧର୍ମପୁସ୍ତକ ଲେଖି ଦୈବୀ ଗ୍ରନ୍ଥର ଦାବୀ ଈଶ୍ୱର ପ୍ରଣୀତ ବୋଲି କରୁଛନ୍ତି, ସେମାନେ ବି ପରଜୀବନରେ ହଇରାଣ ହେବେ ମିଛ କହୁଥିବା କାରଣରୁ। ମହମ୍ମଦ କୋରାନର ପ୍ରାପ୍ତକାରୀ, ଲେଖକ ନୁହନ୍ତି। କୋରାନ ସମ୍ପର୍କରେ ମିଛ କହିଥିଲେ ତାଙ୍କର ଗଳାକୁ ସେଇଠି ମୁଁ ଆଲ୍ଲାହ ସାଙ୍ଗେ ସାଙ୍ଗେ କାଟି ପକାଇଥାନ୍ତି। ସେ ସେମିତି କହୁଛନ୍ତି ଯେମିତି ତାଙ୍କୁ କହିବାକୁ କୁହାଯାଇଅଛି, କୋରାନକୁ ପଠାଇଛି ମୁଁ ଆଲ୍ଲାହ, ଆଉ ତାର ରକ୍ଷକ ବି ମୁଁ ଆଲ୍ଲାହ। ମଣିଷ କୋରାନ ଭଳିଆ ବହିଟିଏ ଆଣିପାରିବ ନାହିଁ। ମୋ ପ୍ରତି ମଣିଷର ବିଶ୍ୱାସର ପରୀକ୍ଷା କରାଇ ମୁଁ ମଣିଷକୁ ସେ ଲାଗି ଦ୍ୱନ୍ଦ୍ୱ ସନ୍ଦେହରେ କିଛି ପକାଇବି। ମଣିଷ ମୋ କଥା ମୋ ରସୂଲ କଥା ମାନିବ, ଆଉ କାହା କଥା ମାନିବ ନାହିଁ। ଇଚ୍ଛା ପଛରେ ପଡ଼ିଲେ ମୋ ଧର୍ମୀୟ ରାସ୍ତାରୁ ଦୂରେଇ ଯିବ। କୋରାନ ଅନୁଯାୟୀ ବିଶ୍ୱ ମଣିଷର ଧର୍ମ ଗ୍ରହଣ ଓ ପାଳନ
ଶୈତାନ ପାଇଁ ଅନେକ ତଥା ବିଭିନ୍ନ। ମଣିଷ କୋରାନ ପଢ଼ୁନି, ସତ ଜାଣୁନି, ଅଗତ୍ୟା ଧର୍ମ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି କରୁଛି। ନିଜ ପାଳନିତ ଧର୍ମକୁ ଶ୍ରେଷ୍ଠ କହୁଛି। ମଣିଷ ମଧ୍ୟରେ ରହିଥିବା ସାଂସାରିକ ଧର୍ମ ବ୍ୟତୀତ ସାମାଜିକ ସମ୍ପର୍କକୁ ଭୁଲୁଣ୍ଠିତ କରୁଥିବାରୁ ମାନବିକତା ବା ହ୍ୟୁମାନିଟି ରହିପାରି ନାହିଁ, ଯାହାଫଳରେ ଓଡ଼ିଆ ଅଧ୍ୟାପକ ଅତୀତରେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ରହିଥିବା ଏବଂ କବିତା ଲେଖି ଜୀବନରେ ପିଙ୍ଗଳାର ସୂର୍ଯ୍ୟ ନାମରେ ଏକମାତ୍ର ପ୍ରକାଶିତ କବିତା ବହି ଓଡ଼ିଆ ସାହିତ୍ୟକୁ ଦାନ ଦେଇଥିବା କେନ୍ଦୁଝର ଜିଲ୍ଲାର ଜନ୍ମିତ ସନ୍ତାନ କବି ବେଣୁଧର ରାଉତ ମହାଭାରତ ପୁରାଣ ଗ୍ରନ୍ଥର ପାଣ୍ଡବ ପାଞ୍ଚ ଭାଇଙ୍କର 1 ବର୍ଷ ଅଜ୍ଞାତବାସରେ ରହି ଛଦ୍ମବେଶ ଧରି ଜୀବନ ଅତିବାହିତ କରିଥିବା ଏବଂ ଉତ୍ତରା ନାମକ ରାଜପୁତ୍ରୀଙ୍କୁ ନୃତ୍ୟ ଶିକ୍ଷାଦାନକାରୀ ଅର୍ଜୁନ, ଯିଏକି ମାଇଚିଆ ଛଦ୍ମବେଶ ଏବଂ ବୃହନ୍ନଳା ନାମରେ ବିରାଟ ରାଜାଙ୍କ ଗୃହରେ ଅପରିଚିତ ହୋଇ ରହିଥିଲେ, ଶମୀତରୁ ବୃକ୍ଷ କୋରଡ଼ରେ ନିଜର ବୀର ଅର୍ଜୁନ ବେଶ ଓ ଗାଣ୍ଡିବ ଧନୁ ତୀର ଲୁଚାଇ ରଖିଥିଲେ, ପରେ ପୁଣି ତାହା ଧାରଣ ପରିଧାନ କରି ନିଜର ପ୍ରକୃତ ଅର୍ଜୁନ ବେଶରେ ପ୍ରତିଭାତ ହୋଇଥିଲେ। ତେବେ ବୀର ଅର୍ଜୁନଙ୍କର କ୍ଳୀବ ନପୁଂସକ ରୂପଧାରୀ ବୃହନ୍ନଳା ନାମକ ଛଦ୍ମବେଶକୁ କବି ସ୍ୱକୀୟ କବିବୁଦ୍ଧିର ସୂର୍ଯ୍ୟମାନ କଳ୍ପନାନବୀଶ ଦୃଷ୍ଟିକୋଣରେ ଧର୍ମୀୟ ଛଳନା ବା ହିପୋକ୍ରେସି ଅର୍ଥରେ ବ୍ୟବହୃତ କରି ଧର୍ମ ନାମରେ ମଣିଷ କିଭଳି ଦୟା, କ୍ଷମା, ହୃଦୟବତ୍ତାକୁ ଜଳାଞ୍ଜଳି ଦେଇଅଛି, ପରିତ୍ୟାଗ କରିଛି, ଏକତା ସଂହତିକୁ ରକ୍ଷା କରିପାରି ନାହିଁ, ଧାର୍ମିକ ଘୃଣା ବିଦ୍ୱେଷ ବଳରେ ମଣିଷର ଶତ୍ରୁ ହୋଇଯାଇଛି, ତାହାର ସୂଚନାତ୍ମକ ଭାବ୍ୟଚିତ୍ର ଦେବା ସହିତ ମଣିଷ ଜୀବନରେ କିଭଳି ମାନବିକତା ଆସିପାରିବ, ଅକ୍ଷତ ରହିପାରିବର ଲକ୍ଷ୍ୟରେ ମାନବିକତାର ଜୟଗାନ, ପାରସ୍ପରିକ ସଦ୍ଭାବ, ସମ୍ପ୍ରୀତି, ପରୋପକାରିତା, ସାହାଯ୍ୟ ମନୋବୃତ୍ତି ଦେଖାଇ ପାରିଲେ ମାନବ ସମାଜ ସମ୍ପ୍ରଦାୟରେ ମଣିଷ ଶାନ୍ତିରେ ରହିପାରିବ, ଯୋଉଥିପାଇଁ ଜୀବନରେ ମଣିଷକୁ ଭାଗ୍ୟବାଦୀ ନ ହୋଇ କର୍ମବାଦୀ ହେବାକୁ କବି ଉପଦେଶ ଦେଇକି କହିଛନ୍ତି, ହେ ଈଶ୍ୱର ବିଶ୍ୱାସୀ ଭାଗ୍ୟବାଦୀ ମଣିଷ, ମୁଁ ତୋର କବି ହୋଇ ପ୍ରଗତିଶୀଳ ମନୋଭାବ ଚେତନା ନେଇ ତୋତେ କହୁଛି କି ଈଶ୍ୱର ଆଉ ହୁଅନା। ଈଶ୍ୱର ବିଶ୍ୱାସକୁ ତୁ ତୋର ମନରୁ ପୋଛିଦେ। ଯଦି ବିନା ସତ୍କର୍ମର ପରିଶ୍ରମ ଜୀବନରେ ନାହିଁ, ତେବେ ଈଶ୍ୱର ଥିଲେ କେତେ ନଥିଲେ କେତେ। ଈଶ୍ୱର ବିଶ୍ୱାସ ଓ ପୂଜାକୁ ମଣିଷ ନିଜ ଜୀବନରେ ଖାଲି କରୁଥିବ ଆଉ କରିବାକୁ ଥିବା ଉପଯୁକ୍ତ କାମ କରୁନଥିବ, ତେବେ ଈଶ୍ୱର ମଣିଷକୁ ସାହାଯ୍ୟ କରିବେ ନାହିଁ। ଗଡ୍ ହେଲ୍ପସ୍ ଦେମ୍ ଦୋଜ୍ ହେଲ୍ପ ଦେମସେଲ୍ଭସ୍, ଅର୍ଥାତ୍ ଭଗବାନ ସେମାନଙ୍କୁ ସାହାଯ୍ୟ କରିଥାନ୍ତି ଯେଉଁମାନେ ନିଜକୁ ସାହାଯ୍ୟ କରନ୍ତି ବୋଲି ସଂସାରରେ କଥା ଅଛି। ତେଣୁ ହେ ମଣିଷ, ତୁ ଆଗ ଥିବା କର୍ମକୁ ଉପଯୁକ୍ତ ମତେ କରିଲେ ଈଶ୍ୱର ଆଶୀର୍ବାଦ ପାଇବୁ। ଈଶ୍ୱର ଏକ ଅନ୍ଧବିଶ୍ୱାସର କଥା କବି କହୁଛନ୍ତି, ଯାହାର ସୂର୍ଯ୍ୟର ଉଦୟ ଅସ୍ତ ଭଳି ଆଖି ଦେଖିବାର ସତ୍ୟତା ନାହିଁ, ଯାହାର ସତ୍ୟତା ବା ପ୍ରାମାଣିକତା ନାହିଁ, ତାହା ମନର ବିଶ୍ୱାସ ଜଗାଇ ପାରିବ ନାହିଁ। ଆମେ ମଣିଷ ଉପଯୁକ୍ତ କାମ ନ କଲେ ଈଶ୍ୱର ଆମକୁ କଦାପି ସାହାଯ୍ୟ କରିବେନି। ଏହି ସାମାନ୍ୟ କଥା କ'ଣ ହେ ମଣିଷ ତୋ ମୁଣ୍ଡରେ ପଶୁନି, ବୁଦ୍ଧି ଆସୁନି? ତୁମେ ମଣିଷମାନେ ବୁଝିପାରୁନ? ହିନ୍ଦୁ ଧର୍ମରେ 33 କୋଟି ଦେବାଦେବୀ ଅଛନ୍ତି ବୋଲି କବି ଦେବତାମାନଙ୍କୁ ପାହାଡ଼ ପର୍ବତ ସହିତ ତୁଳନା କରିଛନ୍ତି, ଆଉ ଦେବତା ଗିରି ବୋଲି କହିଛନ୍ତି। ଗିରି ଏଠି ଅସଂଖ୍ୟତାର ବୁଝାମଣା, ନାମଦାନ। ଦେବତା ଧର୍ମରେ ଥାନ୍ତି, ଧର୍ମୀୟ ବିଶ୍ୱାସରେ ଅଛନ୍ତି, ଆଉ ସେଇ ଦେବତାମାନେ ଏବଂ ସେଇ ଦୈବତ ଧର୍ମ ମଣିଷପଣିଆକୁ ମାନବିକତାକୁ ନଷ୍ଟ କରିଛି। ଧର୍ମ ମଧ୍ୟରେ ଦୂରତା ବ୍ୟବଧାନକୁ ବଢ଼େଇ ଦେଇଅଛି। ଗୋଟିଏ ଧର୍ମ ଆଉ ଗୋଟିଏ ଧର୍ମକୁ ଭଲ ପାଇ ପାରୁନି, ଘୃଣା କରୁଛି, ବିଦ୍ୱେଷ ଭାବ ରଖୁଛି। କବି କହୁଛନ୍ତି, ଧର୍ମଠାରୁ ମଣିଷ ଓ ମାନବିକତା ହେଉଛି ବଡ଼। ଧର୍ମର ଜୟଗାନ ନ କରି ମନୁଷ୍ୟତାର ଜୟଗାନ କରାଯିବା ଦରକାର, ଯାହାଫଳରେ ମାନବ ମଧ୍ୟରେ ସମ୍ପର୍କ ବଢ଼ିବ, ପ୍ରେମଭାବ ଆସିବ, ଏକତା ଦେଖାଯିବ, ଶତ୍ରୁତାର ବିଲୋପ ଘଟିବ, ସାହାଯ୍ୟ ସହଯୋଗ ବଢ଼ିବ, ହୀନମନ୍ୟତା ସଂକୀର୍ଣ୍ଣତା ରହିବ ନାହିଁ। ମଣିଷ ଦୟାଳୁ ହେବ, ସମ୍ବେଦ୍ୟ ହେବ, ଜଟିଳ କୁଟିଳ ମନର ଆଉ ହେବ ନାହିଁ। କବି ପୁଣି କହିଛନ୍ତି, ଧର୍ମୀୟ ଧାରଣା କୁହୁଡ଼ି ଭଳି
କୁହୁଡ଼ି ଘେରା ପରିବେଶ ଯେମିତି ଅସ୍ପଷ୍ଟ, କିଛି ସଫା ଦିଶେନା, ଧର୍ମୀୟ ବିଶ୍ୱାସ ଠିକ୍ ସେମିତି। କାରଣ ମଣିଷ କିଛି ମିଛ ଧାରଣାର ବଶବର୍ତ୍ତୀ ହୋଇଥାଏ। ସେ ମିଛ ଧାରଣାକୁ ମନରୁ ସହଜରେ କାଢ଼ିପାରେନା। ପ୍ରଥା ପରମ୍ପରାରେ ବର୍ଷ ବର୍ଷ ଧରି ଚଳିଆସି ପ୍ରକୃତ ଧାରଣା ମଣିଷ ମନରେ ବଦ୍ଧମୂଳ ବସାବାନ୍ଧି ହୋଇ ରହିଅଛି। ତାକୁ ଦୂରେଇବାକୁ ମଣିଷ ଚାହେଁ ନାହିଁ। ଚାଲୁଛି ତ ଚାଲୁଥାଉ। ପ୍ରଥା ଭାଙ୍ଗିଲେ କାଳେ କିଛି ବିଘ୍ନ ଘଟିବ, ଅସୁବିଧା ହେବ, ଏକ ଡର ମଣିଷକୁ କାବୁ କରି ରଖେ। ଯୋଉଥିପାଇଁ ଧର୍ମଭୀରୁ ମଣିଷ ପାରମ୍ପରିକ ଶଗଡ଼ଗୁଳାରେ ଯିବାକୁ ଚାହିଁଥାଏ। ମଣିଷର ବୁଦ୍ଧିକୁ ଏହା ଜିତିଯାଏ। ଫଳରେ ମଣିଷର ମନ ଉଦାର ପ୍ରଶସ୍ତ ହୋଇପାରେ ନଥାଏ। ସଂକୀର୍ଣ୍ଣ ମନା ହୋଇଯାଏ ମଣିଷ। ଧନିକର ଲୋଭ, ପରଧନକୁ କେମିତି ଅକ୍ତିଆର କରି ଆହୁରି ଅଧିକ ଧନୀ ହେବ, ସେମିତି ଧର୍ମ ଧନରେ ବଳୁଆ ହୋଇ ମଣିଷ ଚାହେଁ ଯେ କେମିତି ଅନ୍ୟ ବିଧର୍ମୀ ଆମ ନିଜ ଧର୍ମରେ ମିଶନ୍ତୁ, ଆମ ବିଶ୍ୱସିତ ପାଳନିତ ଧର୍ମ ବଢ଼ୁ, ବ୍ୟାପକ ହେଉ। ଯେମିତି ଅନ୍ୟ ପ୍ରେମକୁ ଦେଖି ପ୍ରେମ କରି ନିରାଶ ହୋଇଥିବା ବ୍ୟକ୍ତି ମନରେ ଦୁଃଖୀ ହୋଇଥାଏ, ଈର୍ଷାସକ୍ତ ହୋଇଥାଏ। ମଣିଷ ହେବାରେ ନିଜସ୍ୱ ଉଦ୍ୟମ ବା ଚେଷ୍ଟା ଦରକାର, ନା କି ଭଗବତ ବିଶ୍ୱାସ। ଏଠି ଜଣାପଡ଼ୁଛି କି କବି ଭଗବତ ବିଶ୍ୱାସୀ ନଥିଲେ, ଭାଗ୍ୟବାଦୀ ନଥିଲେ। ସେ ଥିଲେ ଆପନାହାତ ଜଗନ୍ନାଥରେ ଭରସାୟିତ ଲୋକ, ମାନେ କର୍ମବାଦୀ। ବୋଧେ ଧର୍ମର ବିବିଧତା ତଥା ପାରସ୍ପରିକ ଘୃଣା କବିଙ୍କୁ ଧର୍ମାଚାରୀ କରାଇ ପାରିନଥିଲା। ଧର୍ମୀୟ ଦ୍ୱନ୍ଦ୍ୱ କବି ମହାଶୟଙ୍କୁ ଧର୍ମ ପାଳନଠାରୁ ଦୂରେଇ ରଖିଥିଲାରୁ କବି ଏଭଳି ଧର୍ମଛଡ଼ା ବକ୍ତବ୍ୟ ଦେଇଛନ୍ତି। ଏଥିରୁ କବିଙ୍କର ନାସ୍ତିକ ମନୋଭାବ ସ୍ପଷ୍ଟ ହୋଇଅଛି। ଯେଉଁଥିପାଇଁ କବି କବିତାରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି, ନହେଲେ କବିତାରେ ପ୍ରଶ୍ନ ଚିହ୍ନ ଲଗାଇ ନଥାନ୍ତେ। ପୁଣି କବି କହୁଛନ୍ତି କି ସେ ଭଲ ଭାବରେ ବୁଝିଛନ୍ତି ଈଶ୍ୱର ମୋହ ମଣିଷ ମଧ୍ୟରେ ବ୍ୟବଧାନ ବା ଶୂନ୍ୟତା ଦୂରତା ଆଣିଛି। ଧର୍ମୀୟ ଦ୍ୱନ୍ଦ୍ୱ ମଣିଷକୁ ବାଟବଣା କରାଇ ଦେଇଅଛି। ଧର୍ମର ଭୁଲ ଠିକ୍ ମଣିଷ ଜାଣିପାରିନି। ଯୋଉଥିପାଇଁ ଧର୍ମରେ ସାମ୍ପ୍ରଦାୟିକ ଦଙ୍ଗା ମୁଣ୍ଡ ଟେକିଅଛି। ଈଶ୍ୱରୀୟ ଏକ ଧର୍ମ ଲାଞ୍ଛିତ ଅପମାନିତ ହେଉଅଛି। ଧର୍ମ ହୋଇଯାଇଛି ମନବାଞ୍ଛିତ ବା ମନଗଢ଼ା। କୋରାନ ବି ଏପରି ଦୋଷ ମଣିଷକୁ ଦେଇଅଛି। କବି କହୁଛନ୍ତି ଈଶ୍ୱରଙ୍କୁ ମଣିଷ ତ ଦେଖିନାହିଁ, ତଥାପି ଧର୍ମକୁ ନେଇ ମଣିଷ ପଶୁ ସଂଗ୍ରାମରେ ରତ, ଯାହାକି ଅଶୋଭନୀୟ। କାରଣ ମଣିଷ ବୁଦ୍ଧି ବିବେକବାନ, ତେଣୁ ନିର୍ବୁଦ୍ଧିଆ ହେବା ମଣିଷ ପକ୍ଷେ ଅନୁଚିତ, ଯାହାକି ଧନ ଜୀବନ ସଂସାରକୁ ନଷ୍ଟ କରିବ, ମଣିଷର କ୍ଷତି ହେବ। ଅତୀତରେ ଏମିତି ଅନେକ ଧର୍ମ ଦଙ୍ଗା ମଣିଷର କ୍ଷୟକ୍ଷତି କରିଅଛି, ଜୀବନକୁ ମୋହନୀୟ କରିବା ବଦଳରେ ଦୟନୀୟ କରାଇ ଦେଇଛି। କବି ଏଥିପାଇଁ ଈଶ୍ୱରଙ୍କୁ ଦୋଷ ଦେଇ ଦାୟୀ କରାଇ ସେ କାହିଁକି ମଣିଷର ପଶୁ ସଂଗ୍ରାମକୁ ରୋକିଲେ ନାହିଁ ବୋଲି କହିଛନ୍ତି। କବିଙ୍କର ଧାରଣା ଈଶ୍ୱର ନାହାନ୍ତି, ସେ ଭଲ ଓ ମହତ୍ ନୁହନ୍ତି, ଥିଲେ ରୋକିଥାନ୍ତେ। କବିଙ୍କର ନାସ୍ତିକ ମନୋଭାବର ପରିଚୟ ମିଳେ। ରିଲିଜିଅନ୍ ଇଜ୍ ଓପିୟମ୍, ଧର୍ମକୁ ଏକ ଅଫିମ ନିଶା ବୋଲି କାର୍ଲ ମାର୍କ୍ସ କହିଥିଲେ। କବି ଥିଲେ ଏଥିରେ ବିଶ୍ୱାସୀ। କବିଙ୍କ ଭାଷାରେ ହାଇରେ ମଣିଷ, ପିଇଲୁ କାହିଁକି ମିଛି ମିଛିକାର ସୁରା, ମାତାଲ ପରି ତୁ ଜ୍ଞାନ ବୋଲି ନେଲୁ ଯାହା, କଲୁ ବା ଯା ବିଶ୍ୱାସ, ଜାଣିପାରିଲୁନି ହୁଡ଼ିଲୁ ସ୍ୱର୍ଗ ରାହା, ବୃହନ୍ନଳା ତୁ ନିଜକୁ ପାଶୋରି କଲୁ ଅଜ୍ଞାତ ବାସ, ଉତ୍ତରା ସୁଖେ କ୍ଳୀବ ହେଇ କରୁ ନାଚ ଧରୁ ତାନପୁରା, ତୋହରି ଭିତରେ ମଣିଷପଣର ଅର୍ଜୁନ ଗଲା କାହିଁ, କାହିଁ ସେ ସବ୍ୟସାଚୀ, ଅବରୋଧେ ଭୁଲି ମୁକ୍ତ ଜଗତେ କିବା ତ ସତ୍ତା ନାହିଁ, ଆତ୍ମବିଷ୍ଟ ଦୁଇ ହାତେ ଆଜି ମୁଦ୍ରା ଖେଳେଇ ମରୁଚୁ ତୁ ନାଚି ନାଚି। ଧର୍ମ ପାଳନ ଏକ ନିଷ୍ଠାପରତା କାରଣରୁ ନିଶା ଅଟେ, ଯାହାକୁ ରୀତିମତ ପାଳିବାକୁ ହେବ, ନହେଲେ ମଣିଷ ଅଧାର୍ମିକ ହୋଇଯିବ। ଏହା ମଦ ପିଆର ମାତାଲ ପ୍ରକୃତି, ଯେଉଁଥିରେ କେତେକାଂଶରେ ଧର୍ମାନ୍ଧତା ବା ଫାନାଟିସିଜିମ ରହିଛି, ନହେଲେ ଧର୍ମର ପ୍ରକୃତପଣ ହାସଲ ହେବ ନାହିଁ। କିନ୍ତୁ ଯେଉଁମାନେ କବିଙ୍କ ଭଳି ନିଷ୍ଠାପର ଧାର୍ମିକ, ଧର୍ମାନ୍ଧ ନୁହନ୍ତି, ସେମାନେ କବିତାର କଥା ଭଳି ଉପରୋକ୍ତ ମନ୍ତବ୍ୟ ଦେବେ। ଏମାନେ ସ୍ୱାଧୀନ ଧର୍ମଜୀବୀ। ଏମାନଙ୍କ ପାଇଁ ଧର୍ମ ନ ପାଳିଲେ ଚଳିବ। କବି ମାନବିକତାର ମହାନ ଧର୍ମୀ ବା ମାନବ ସେବା ହିଁ ମାଧବ ସେବା ବା ସର୍ଭିସ ଟୁ ଦ ମ୍ୟାନକାଇଣ୍ଡ ଇଜ ସର୍ଭିସ ଟୁ ଦ ଗଡ୍ ରେ ବିଶ୍ୱାସୀ। ଧର୍ମରେ ବ୍ୟଭିଚାର ପାଇଁ କବି ଏମିତି କହିଛନ୍ତି। ଆଉ ପୁରାଣ କଳ୍ପ ବା ମିଥର ପ୍ରୟୋଗ କରି ବୃହନ୍ନଳା ବ୍ୟକ୍ତି ଚରିତ୍ରକୁ କବିତାର ନାମକରଣ କରି ଧର୍ମୀୟ ଛଳନା, ଛଦ୍ମତା ବା ଠକାମିକୁ ପ୍ରଦର୍ଶିତ କରାଇଛନ୍ତି। ଅର୍ଜୁନ ଚରିତ୍ରଙ୍କର ବୀର ସବ୍ୟସାଚୀ ଏବଂ ଛଦ୍ମରୂପ ବୃହନ୍ମଳାରେ
ଧର୍ମ ପାଳନରେ ଜୀବନ ଅବରୁଦ୍ଧ ବା ବନ୍ଦୀ ହୋଇଯାଏ। ମଣିଷ ସ୍ୱାଧୀନ ସ୍ୱେଚ୍ଛାଚାରୀ ହୋଇପାରିନଥାଏ। ଆତ୍ମାକୁ ଲୟ ନିବିଡ଼ କରାଇବାକୁ ପଡ଼େ। ଯେମିତି ଅର୍ଜୁନ ବୃହନ୍ନଳା ବେଶରେ ନାଚର ପୋଜ୍ ବା ମୁଦ୍ରା ଦେଖେଇଛନ୍ତି ବିରାଟ ରାଜାଙ୍କର ଝିଅ ଉତ୍ତରାଙ୍କୁ ଦେଖେଇ ଶିଖେଇଛନ୍ତି। ମିଛ ଧର୍ମଧାରୀ ଲୋକଙ୍କୁ କବି ବୃହନ୍ନଳା ବୋଲି କହିଛନ୍ତି। ମାନବିକତାକୁ ସେ ଲାଗି ସାମୟିକ ସମୟ ଲାଗି ବିସର୍ଜନ ଦେଇଛନ୍ତି। କିନ୍ତୁ ମଣିଷର ଏହି ରୀତି ସବୁଦିନେ ତା'ଠାରେ ବଳବତ୍ତର ରହିବ ନାହିଁ। କାରଣ ସତ କେବେ ଲୁଚି ରହେନା। ଦିନେ ନା ଦିନେ ହେଲେ ତାହା ପ୍ରକାଶିତ ହେବ, ବାହାରିବ। ଯେମିତି ବିରାଟ ରାଜାଙ୍କର ଗାଈ ଗୋରୁ ଚୋରି ହୋଇଥିଲା ବେଳେ ଅର୍ଜୁନ ବୃହନ୍ନଳାର କ୍ଳୀବ ଛଦ୍ମବେଶ ତ୍ୟାଗ କରି ସମିତରୁ ଦେହରୁ ଲୁଚାଇଥିବା ନିଜର ସବ୍ୟସାଚୀ ବୀର ପୋଷାକ ବାହାର କରି ପିନ୍ଧି ନିଜର ପ୍ରକୃତ ରୂପକୁ ଫେରି ପାଇଥିଲେ, ଧନୁଶର ବି ଆଣିଥିଲେ। ଠିକ୍ ସେହିପରି ମଣିଷ ମାନବିକତାର ମହାନ୍ ଧର୍ମକୁ ଫେରି ପାଇବ। ମାନବୀୟ ସମ୍ପ୍ରୀତି ଭଲ ପାଇବାକୁ ମଣିଷ ସମାଜରେ ଦେଖାଇବ। ଅନ୍ୟକୁ ସାହାଯ୍ୟ କରିବା, କାଙ୍ଗାଳି ଭୋଜି ଦେବା, ଲୁଗା ବାଣ୍ଟିବା, ଅର୍ଥ ଦାନ କରିବା, କୂଅ ପୋଖରୀ ଖୋଳାଇବା, ମନ୍ଦିର ତୋଳିବା ଇତ୍ୟାଦି କାମ କରିବା ଦ୍ୱାରା ମାନବିକତା ଆସିବ। ପରିବର୍ତ୍ତନରେ ଜଗତ ଏବଂ ଜୀବନ ଚାଲେ। କୌଣସି ଜିନିଷ ଗୋଟିଏ ପ୍ରକାର ହୋଇ ରହେନା। ପଲ୍ଲୀକବି ନନ୍ଦକିଶୋର ବଳ ତାଙ୍କର ଗ୍ରାମଖଳା କବିତାରେ କହିଛନ୍ତି, କାଳ ସର୍ବ ନିକୃନ୍ତନକାରୀ, କିଛି ସ୍ଥିର ରହେନା କାହାରି। ସମୟ ସବୁ କିଛିକୁ ନଷ୍ଟ କରିଦେଇ ବଦଳାଇ ଦେଇଥାଏ, କିଛିକୁ ସ୍ଥିର କରିକି ଛାଡ଼େନା। କବି ବେଣୁଧର ଧର୍ମୀୟ ମାନବିକତାରେ ଆଶାବାଦୀ ହୋଇଛନ୍ତି। ଧର୍ମ ପାଳନରେ ମାନବିକତା ରହିପାରିଲେ ଧର୍ମୀୟ ଦୂରତା ଦୂରେଇ ଯାଇ ମାନବୀୟ ସମ୍ପ୍ରୀତିରେ ମଣିଷର ନିକଟତର ହୋଇପାରିବ। ବିଶ୍ୱାସର ବୃଦ୍ଧି ଘଟିବ, ଖୁସିର ବାତାବରଣ ଛାଇଯିବ। ଏ ମର୍ମରେ କବି କବିତାର ଶେଷରେ କହିଛନ୍ତି, ମଣିଷ ହବ ଏ ଦେବତାରୁ ବଡ଼, ଯଦି ହୁଏ ମମତାର, ଯଦି ହୁଏ ଜଣେ ଆନର ଦୁଃଖ ହରା। ଅପ୍ରୟୋଜନେ ଈଶ୍ୱର ଗଢ଼ା, କି ଲାଗିବା ଦରକାର। ମନ ସିଜ ସେଇ ଗୋଲକରୁ ବଳି, ସୁଖର ହବ ଏ ଧରା। କବି କବିତାଟିରେ ଈଶ୍ୱରୀୟ ଧର୍ମଧାରୀ ହେବାକୁ ମଣିଷକୁ ଉପଦେଶ ନ ଦେଇ ଅଧିକନ୍ତୁ ମାନବୀୟ ଧର୍ମକୁ ଜୀବନରେ ଗୁରୁତ୍ୱାରୋପ ଦେଇଛନ୍ତି। ଈଶ୍ୱର ବିଶ୍ୱାସକୁ ମିଛ କଳ୍ପନା କହିଛନ୍ତି। ସ୍ୱର୍ଗପୁର ଗୋଲକକୁ କପୋଳକଳ୍ପିତ କହିଛନ୍ତି। ଯେଉଁ ଧର୍ମରେ ମାନବିକତା, ମାନବୀୟ ଭଲ ପାଇବା ସବୁ ଦିଗରୁ ନାହିଁ, ତାହାକୁ କବି ଧର୍ମ ମାନି ନାହାନ୍ତି।